ଆମେ ମହିଳାମାନେ ଯଦି ଟିକେ ଟିକେ ଯତ୍ନଶୀଳ ନ ହେବା, ଟିକେ ଯଦି ବୁଦ୍ଧି ନ ଖଟେଇବା, ତାହେଲେ ଆମେ ବିପଦରେ ପଡ଼ିବା ସହ ଆମ ପରିବାରକୁ ଆମମାନେ ବି ବିପଦରେ ପକେଇଥାଉ। ସେମିତି କିଛି ଟିପ୍ସ ନେଇକି ମୁଁ ଆଜି ଚାଲି ଆସିଛି। ନମସ୍କାର, ଜୟ ଜଗନ୍ନାଥ। ମୁଁ ମିନତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ସୁନ୍ଦର ସେ ଟିପ୍ସ ଭିଡ଼ିଓକୁ। ଆଶା କରୁଛି ସବୁଦିନ ଭଳି ଆଜି ବି ଆପଣମାନେ ଭଲରେ ଥିବେ। ତ ଆଜି ଆପଣମାନଙ୍କ ପାଇଁ ବହୁତ ହି ୟୁଜଫୁଲ୍ ଟିପ୍ସ ଅଛି। ତ ଆପଣମାନଙ୍କ ବହୁତ ହି କାମରେ ଆସିବ। ଜମା ବି ମାନେ ସ୍କିପ୍ ନ କରିକି ଦେଖନ୍ତୁ ଭିଡ଼ିଓଟିକୁ, ନହେଲେ ଭଲ ଭଲ ଜିନିଷ ଗୁଡ଼ିକ ଆପଣମାନେ ମିସ୍ କରି ନେଇଯିବେ। ତ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରି ନେଇଯିବା। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ସେମ୍ ରିକ୍ୱେଷ୍ଟ, ଯେଉଁମାନେ ମୋ ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଯେବେ ବି ଯାହା ଭିଡ଼ିଓ ଅପଲୋଡ଼ କରିବେ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଜଲ୍ଦି ପଳେଇବ ଆଉ ଆପଣମାନଙ୍କର ଗୋଟେ ଗୋଟେ ସପୋର୍ଟ ମୋତେ ମିଳିଯିବ। ତ ଚାଲନ୍ତୁ ଆଜିର ଟିପ୍ସ ଗୁଡ଼ିକ ଦେଖି ନେଇଯିବା। ତ ଆଜିର ଟିପ୍ସରେ ପ୍ରଥମ ଟିପ୍ସଟି ହେଉଛି ଆପଣମାନଙ୍କ ପାଇଁ। ଏଭଳି ଗୋଲମରିଚ ଆମେ ଯେତେବେଳେ ବଜାରରୁ ଆଣିଥାଉ, ଜମା ବି ଆମେ ଜାଣିନଥାଉ ତା ଦେହରେ ମାନେ ଭେଜାଲ କ'ଣ ମିଶିଛି। ଯେତେବେଳେ କି ମୋର ଘରେ ସେମିତି କିଛି ଭେଜାଲ ଆସିଲା, ତ ମୁଁ ଚାହିଁଲି କି ଆପଣମାନଙ୍କ ସହିତ ସେୟାର କରିଦେବି। ତ ଦେଖନ୍ତୁ, ଆମ ତ ସାଧାରଣ ସବୁଗୁଡ଼ିକ ଆମକୁ ଏକା ଟାଇପ୍ର ଦେଖାଯାଇଥାଏ। ତ ତା ଦେହରେ କ'ଣ ମିଶିଥାଏ କ'ଣ ନାହିଁ ଆମେ ଟୋଟାଲି ବି ଜାଣିନଥାଉ। ତ ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ଗୋଟେ ମାନେ ଗୋଲମରିଚ ଆଣିକି ଦେଖନ୍ତୁ କେମିତି ମାନେ ଟିକେ ଜଷ୍ଟ ଚିପି ଦେଲେ ସେ କେମିତି ମାନେ ଫାଟି ଯାଉଛି, ଯେଉଁଟାକି ଜମା ବି ଏଇଟା ଗୋଲମରିଚ ନୁହଁ। ତ ଏଇଭଳି ଭାବେ ଆପଣମାନେ ଯେତେବେଳେ ବି ଗୋଲମରିଚ ଆଣୁଛନ୍ତି, ତ ତାକୁ ପ୍ରଥମେ ଏମିତି ଦେଖିକି ଟେଷ୍ଟ କରିନିଅନ୍ତୁ, ମାନେ ଚିପିକି ଟିକେ ଦେଖନ୍ତୁ। ଦେଖିବେ ଆପଣଙ୍କର ଏଇଭଳି ଭାବେ ଯେଉଁ ଫାଟି ଯାଉଛି, ତ ତା ଦେହରେ ସେଇଟା ଗୋଲମରିଚ ନୁହଁ, ସେଇଟା ହେଉଛି ଆମର ଅମୃତଭଣ୍ଡାର ଯେଉଁ ମଞ୍ଜି, ତା ଉପରେ କୋଟିଂ ଦେଇକି ମିଶାଇକି ଦେଇଥାନ୍ତି। ଦେଖିବେ ଆପଣମାନେ ଯେଉଁ ଗୋଲମରିଚ ଥାଏ ସେଥିରେ କିଛିଟା ଖଦଡ଼ିଆ ଖଦଡ଼ିଆ ଥାଏ, ଆଉ କିଛିଟା ପ୍ଲେନ୍ ଥାଏ। ଆପଣମାନେ ତାକୁ ଥରେ ଟ୍ରାଏ କରିକି ଦେଖନ୍ତୁ, ମାନେ ଏମିତି ଆଣିକି ଦାବିକି ଦେଖନ୍ତୁ। ଦେଖିବେ ସେଇଟା ଫାଟି ଯାଉଛି ଆଉ ତା ଭିତରେ ଗୋଟେ ଖୋଳପା ଟାଇପ୍ର ବାହାରୁଛି। ଜାଣିଦେବେ ଯେ ସେଇଟା ଆପଣମାନଙ୍କର ମିଶା ଭେଜାଲଟା ଅଛି, ଜମା ବି ପିଓର ଜିନିଷ ନାହିଁ। ନିହାତି ଭାବେ ଏମିତି କରନ୍ତୁ, ଟ୍ରାଏ କରିକି ଦେଖନ୍ତୁ। ତାକୁ ବାଛି ନେଇଯାଆନ୍ତୁ, ନହେଲେ ନିଜେ ଅସୁବିଧାରେ ପଡ଼ିବା ସହିତ ଆପଣମାନଙ୍କ ପରିବାରକୁ ମଧ୍ୟ ବିପଦରେ ପକାଇ ନେଇଯିବେ ଯଦି ଏମିତି ଭେଜାଲ ଜିନିଷ ଖାଉଛନ୍ତି। ଆଶା କରୁଛି ଛୋଟିଆ ଟିପ୍ସଟା ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହେଇଥିବ। ଯଦି ହେଇଥିବ ନିହାତି ଭାବେ ମୋତେ ଗୋଟେ ସୁନ୍ଦର ସେ କମେଣ୍ଟ ଦେଇଦିଅନ୍ତୁ। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସଟା ଆପଣମାନଙ୍କ ପାଇଁ କ'ଣ ଅଛି। ନେକ୍ସଟ ଟିପ୍ସ ହେଉଛି, ଦେଖନ୍ତୁ ଯଦି ଏଇଭଳି ଭାବେ ଛୋଲେ ହଉ କିମ୍ବା ରାଜମା ହଉ ଏମିତି ଟାଇପ୍ର ଯେତେବେଳେ ଆମେମାନେ କିଛି ବନେଇଥାଉ, ତ ଆମେମାନେ ସାଧାରଣତଃ ଯେତେବେଳେ ଆମେ ବତୁରେଇକି ବନେଇଥାଉ, କେତେବେଳେ ଟିକେ ଲୁଣ ପକାଇ ଦେଇଥାଉ କିମ୍ବା ଗରମ ପାଣି ଟିକେ ଏମିତି ଦେଇ ଦେଇଥାଉ, ସେଥିରେ ଆମେ ଭାବିଥାଉ ଯେ ସେ ଭଲ ଭାବରେ ବତୁରି ଯିବ ଆଉ ଆମର ଜଲ୍ଦି ସିଝିଯିବ। କିନ୍ତୁ ତଥାପି ମଧ୍ୟ ଆମର କ'ଣ ହେଇଥାଏ ନା, ବେଶୀ ଜଲ୍ଦି ବତୁରି ପାରିନଥାଏ ଆଉ ସିଝିଲା ବେଳେ ବହୁତ ସମୟ ଲାଗିଥାଏ, ଯାହାଫଳରେ କି ଆମର କ'ଣ ହେଇଥାଏ ନା ଗ୍ୟାସ୍ ହେଉଛି ବହୁତ ସରିଥାଏ। କାହିଁକିନା ଯେହେତୁ ସିଝି ନଥାଏ, ଭଲ ଭାବରେ ବତୁରି ନଥାଏ, ସେଥିପାଇଁ ସିଝିବା ପାଇଁ ବି ମଧ୍ୟ ବହୁତ ସମୟ ନେଇଥାଏ। ତା ଫଳରେ ବି ଆମର ଗ୍ୟାସ୍ ବହୁତ ସରିଥାଏ। ଯଦି ଆପଣମାନେ ଏମିତି ଭିଜଉଛନ୍ତି ଏଇସବୁ ଜିନିଷକୁ, ଆପଣମାନେ ଦେଖନ୍ତୁ ଏଇଭଳି ଭାବେ ଯେଉଁ ଥର୍ମୋପ୍ଲାସ୍ ଥାଏ ତାକୁ ଆପଣମାନେ କ'ଣ କରନ୍ତୁ ନା ବ୍ୟବହାର କରନ୍ତୁ। ସମସ୍ତଙ୍କ ଘରେ ତ ନିହାତି ଭାବେ ଏମିତି ଥାଏ, ଯେଉଁଥିରେ କି ଆମେମାନେ ଯେଉଁ ଚାହା ହେଉ କିମ୍ବା ଗରମ ପାଣି ହେଉ ଏଇସବୁ ଜିନିଷ ଆମେମାନେ ନେଇଥାଉ କିମ୍ବା ରଖିଥାଉ। ସେଇସବୁ ଜାଗାରେ ଆପଣମାନେ କ'ଣ କରନ୍ତୁ ନା, ଯେତେବେଳେ ବି ବତୁରଉଛନ୍ତି ତା ଦେହରେ ପକାଇ ନେଇଯାଆନ୍ତୁ ଆପଣଙ୍କର, ଆଉ ତା ଦେହରେ କ'ଣ କରନ୍ତୁ ନା ଗରମ ପାଣି ଦେଇଦିଅନ୍ତୁ, ଯେଉଁଟାକି ଆପଣମାନଙ୍କର ଯେହେତୁ ଗରମ ପାଣିଟା ବହୁତ ସମୟ ପର୍ଯ୍ୟନ୍ତ ରହିବ ଆପଣମାନଙ୍କର, ସେଥିପାଇଁ ବୋଲି ବହୁତ ବଢ଼ିଆ ସେ ବତୁରିଯିବ। ଆପଣମାନଙ୍କର ବେଶୀ ଗ୍ୟାସ୍ ମଧ୍ୟ ଖର୍ଚ୍ଚ ହେବନି ଆଉ ଆରାମସେ ଆପଣମାନେ ଜଲ୍ଦି ସିଝିଯିବ। ମାନେ ଯେହେତୁ ବତୁରି ଯାଇଥାଏ ଭଲସେ, କାରଣ ଯେହେତୁ ଆମେ ବେଲାରେ ଯଦି ଗରମ ପାଣି ରଖୁଛେ ତାହେଲେ ସେଇଟା କ'ଣ ହେଇଥାଏ ନା ଜଲ୍ଦି ଥଣ୍ଡା ହେଇଥାଏ। କିନ୍ତୁ ଏଥିରେ ରଖିବା ଫଳରେ କ'ଣ ହେଇଥାଏ ନା ଜଲ୍ଦି ଜମା ଥଣ୍ଡା ହେଇନଥାଏ। ସେଥିପାଇଁ ବୋଲି ଗରମରେ ରହିକି ସେ ବଢ଼ିଆ ଭାବରେ ବତୁରି ଯାଇଥାଏ, ଫୁଲି ଯାଇଥାଏ, ଯେଉଁଟାକି ସିଝେଇଲା ବେଳେ ବି ବହୁତ ଶୀଘ୍ର ଆମର ସିଝି ଯାଇଥାଏ। କାମ ସହଜ ଜଲ୍ଦି ହେବା ସହିତ ଆମର ଗ୍ୟାସ୍ ମଧ୍ୟ କମ୍ ଖର୍ଚ୍ଚ ହେଇଥାଏ। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସ ହେଉଛି, ଦେଖନ୍ତୁ ଆମେ ଯେତେବେଳେ ବାସନ ମାଜିଥାଉ ତ ଏଇଭଳି ଭାବେ ବତୁରେଇକି ତାକୁ ମାନେ ଡୁବେଇକି ତାକୁ ରଖିଦେଇଥାଉ। କିନ୍ତୁ ଜାଣିଥିବେ ମାନେ ଯେଉଁ ଯାହାର ମାନେ ଝିଟିପିଟି ହେଉଥିବ, ତାହେଲେ ସେ କ'ଣ ହେଇଥାଏ ନା ଝିଟିପିଟି ଏଇଭଳି ଭାବେ ଚାରିକଡ଼େ ବୁଲିଥାଏ। ବେଳେବେଳେ ତ ଗ୍ୟାସ୍ ଉପରେ, ବେଳେବେଳେ ତ ଦେଖନ୍ତୁ ପ୍ରେସର କୁକର ଯଦି ଆମେମାନେ ଏଇଭଳି ଭାବେ ଡୁବେଇକି ରଖିଦେଇଛେ, ତାହେଲେ ପ୍ରେସର କୁକରରେ ବହୁତ ମାନେ ଫାଙ୍କା ଥାଏ, ଯାହାଫଳରେ କି ତା ଭିତରେ ଝିଟିପିଟି ପଶିକି ତା ଭିତରେ ସାରା ବୁଲିକି ସେ ତା'ର କାମ କରିଦେଇଥିବ। ତାପରେ ଆମେ ଯଦି ତା ଦେହରେ ଖାଦ୍ୟ ବନେଇବା, ତାହେଲେ ଆମ ପରିବାର ପାଇଁ, ଆମ ପାଇଁ, ସ୍ୱାସ୍ଥ୍ୟ ପାଇଁ ବହୁତ ହି ବିପଦ ହେଇଥାଏ। ତ ଆମେମାନେ ଯେତେବେଳେ ପ୍ରେସର କୁକର ରଖୁଛନ୍ତି, ତ ଏଇଭଳି ଭାବେ କ'ଣ କରିବେ ନା ଢାଙ୍କୁଣୀ ଦେଇକି ତା'ର ବନ୍ଦ କରିକି ସେଟାକୁ ରଖିବେ, ଜମା ବି ସେମିତି ରଖିବେ ନାହିଁ। ଜଣ ଜଣଙ୍କ ଘରେ ତ
झिटिपिटी होता है बाथरूम हो कि बेडरूम हो जोटी पहले से जिते देखिए आपण मानक बहुत सारा झिटिपिटी बाहर थाए जोटी देखिए झिटिपिटी तो सेमती किसी जदि होची आपण माने कौन करंतु ना एमती गंध कर्पूर नहीं जातु खास कर तो किचेन तो केबे भी झिटिपिटी आसवा कथा नुह कहीं सेठी आमर जेहेतु माने हेल्थ पाई ही किछि बना जाए माने रोसे ही बना जाए तो आपण माने कौन करेंगे ना गंध कर्पूर तो आमको एत गंध होता है कि सेमानंकु बहुत ही गंध होता है से आपण मैंने राति निहाती भाव कौन करूना गंध कर्पूर रखी दिंतु आ जितेबाला भी आपण मैंने सकाळू को ताकू कौन करना काढ़ी नहीं जातु तो सहीटा को ही आपण मैंने डेली डेली यूज करूँ देखिए आपण मानकर झिटिपिटी आपण मानकर जमा भी आसब ना आपण सुरक्षित रे आपण परिवार लोक भी सुरक्षित रे कहीं हेल्दी फुड हम आ चारिआडे झिटिपिटी मुँह मारे ना आशा करछि छोटे टिप्सटा आपण मानकु हेल्पफुल होइथिबो। तो चलतु नेक्स्ट टिप्स देखना जा नेक्स्ट टिप्स अच्छे भली माने जेतेबेले आमे ये बासन माजी था बेसिन रे तो किछि दिन पर आपण मैंने देखिए 2-4 दिन थरे माने एते अपरिष्कार हो जाए चारिआडे पूरा धड़ा पड़ी एते अपरिष्कार हो जाए माने जदि आइंस रोषे ताल तो तार जो एते बैड स्मेल आसता है जमा भी भल लगी न था स्मेल डी तो जदि मानकर यहाँ स्टील रही था तो गोटे दिन रे ही असना हो जाए जेहेतु यहाँ मोर सीमेंट अच्छी तेणु 2-3 दिन थरे तो निहाती सफा करा पड़े जदि मानकर बाई चांस सफा करने ताल जानते तो केते जोर स्मेल आसता है जदि सेमती भी आपण मानकर स्मेल आसूची आइंस रोषे कले सेमती स्मेल आसूची ताहले आपण माने गोटे छोटिया जिनसटा तादर अप्लाई करके पकईकी आपण माने क्लीन कर दियंतु देखिए आपण मानकर से जो बैड स्मेल थाए ना सेटा टोटाली भी हबने सेटा होची आपण माने कोन करबे ना टिके नाकू लूण पकई नहीं जिबे अल्प लूण पकई नहीं जिबे आ ता ऊपर आपण माने पकई नहीं जिबे भिनेगार आपण माने जेकोसी भिनेगार एठी अप्लाई करि पारंती एठी मो व्हाइट भिनेगार अप्लाई करछि व्हाइट भिनेगार पकई नहीं कि ताकू कौन करेंगे ना टिके स्क्रब कर नहीं जिबे जेमती माने घसुचंदी क्लीन टाकू जो क्लीन करूचंदी आपण माने सेही भली भाबे कौन करेंगे ना टिके घसी नहीं जिबे देखिए आपण मानकर जो बैड स्मेल टोटाली भी सेठी आसीबनी जदि आपण मानकर आमिष रोषे हेइची। आशा करछि आज टिप्स वीडियो गुडको आपण मानकू भल लागिथिबो जदि भल लागिथिबो लाइक शेयर कमेंट करा को जमा भी भूलिबेनी आ को विषय आपण माने जानिया पय चाहउचंदी निहाती मते कमेंट कले मते भल लागिबो।